ତିନିଟା ଶ ଖାଇଲେ ତିନିଟା ଶହ ସେ ନିଜେ କହୁନାହାନ୍ତି ସନା ଶିଶିର ଆଉ ସଚି ଶ ତିନିଟା ଖାଇଲେ ଜ୍ଞାନ ଭାଇ ତିନିଟା ଶ ମତେ ମାରି ନାହାନ୍ତି ଆଉ ବେଲ ଖାଇଲେ କୁଆଡେ କାମ ଶକ୍ତି ବଢିବ ଆଉ କଣ ପଣୁଷ ଖାଇବାକୁ ଦେଲେ କଣ କାମ ଉଦ୍ଦୀପକ ଖାଦ୍ୟ କିରେ କଣ କଣ ଦେଲେ ଭଞ୍ଜ ବୈଦେଶ ବିଳାସ ବନିପକ୍ୱ ଫଳ କହି କଦଳୀ ଭୁଞ୍ଜାଇ କଦଳୀ ଭୁଞ୍ଜାଇ ଏବେ କଦଳୀ ଭୁଞ୍ଜାଇ ବନିପକ୍ୱ ଫଳ କହି କଦଳୀ ଭୁଞ୍ଜାଇ ବେଶ ପୁଅ ଓ ବନିପକ୍ୱ ଫଳ ବନି ଉପବନର ପାଚିଲା ଫଳ ତାକୁ ଦେଲେ ପାଚିଲା କଦଳୀ ବନିପକ୍ୱ ଫଳ କହି କଦଳୀ ଭୁଞ୍ଜାଇ କଦଳୀ ଭୁଞ୍ଜାଇ କଦଳୀ ଭୁଞ୍ଜାଇ ଆଉ କଣ କଲେ ବାଣ ପେଟି ପୟ ପାନ କରାଇଲେ ନେଇ ବାଣ କହିଲେ ପଇଡ ପଇଡ ରଖିଥିଲେ ଆଣେ ତାକୁ କାଟିଲେ ତମାରେ ଏତେ ମୋଟା ମୋଟା କଦଳୀ ଛଡା କଦଳୀ ଦେଇଦେ ଆରେ ଭଳିଆ ପାଣି କଣ ମତେ ଦେଲ ବାବା କଣ ନାଇଲା ତମେ କଣ ମୁତିକିରି ଦେଲ କିରେ ବାବା ତମେ ଏମିତିଆ ପାଣି ପିଅନି କି ଜୀବନରେ ପାଣି ମୁଁ ପିଏ ନାହିଁ ତମ ଆଶ୍ରମରେ କୋଉ ପାଣି ଚଳେ ଆମ ଆଶ୍ରମରେ ଆସ୍କା ଫଟି ଚଳେ ଜୀବନ ସେ ଆସ୍କା ଫଟି ପିଇ ପିଇ ମୋ ଅବସ୍ଥା ଦେଖ କେମିତି ସତେଜ ସତେଜ ପୁରା ପୁଅ ଓ କହିଲା ବାବା ଓ ପଇଡ ପାଣି ପିଇଲେ ହଁ କଦଳୀ ଖାଇଲେ ଖାଇଲେ କାମ ଶକ୍ତି ବଢିବ ହଁ ହଁ ବେଶ୍ୟା ମାନେ ଦେଇଦେଲେ ଦେଲେ ଅନେଇଲେ ପଶ୍ଚିମ ଆକାଶକୁ ହଁ ରାଧାନାଥ କେଦାର ଗୌରୀ କାବ୍ୟ କେଦାର ଗୌରୀ କହିଲେ ଅସ୍ତଗାମୀ ରବି ବିଭା ଝଟକିଲା ବଡ଼ ଦେଉଳ ତ୍ରିଶୂଳେ ଭାର୍ଗବୀ ପୁଲିନୁ ହଂସରାଳି ଉଡି ଗଲେ ଖଣ୍ଡଗିରି ଚୂଳେ ଗଙ୍ଗାଧର ମେହେର କିଚକ ବଧ କାବ୍ୟ ଦିନ ଅଭିନୟ ଅବସାନ ହେଲା ସନ୍ଧ୍ୟା ଯବନିକା ଦିବସ ବେଶକୁ ଭିନ୍ନ ଭିନ୍ନ କରି ବିଭାବରେ ସମୟ ଦିନର ଅଭିନୟ ପୃଥିବୀ ରଙ୍ଗମଞ୍ଚର ପ୍ରଭୁ ସତ୍ୟନାରାୟଣ କଲ୍ୟାଣ କଣ ମାନା ମା ମନୋରମାଙ୍କର ପ୍ରଭୁ ସତ୍ୟନାରାୟଣ ସର୍ବମଙ୍ଗଳ କରନ୍ତୁ ହୃଷ୍ଟକଷ୍ଟ ଖଣ୍ଡନ କରନ୍ତୁ ମନସ୍କାମନା ପୂର୍ଣ୍ଣ କରନ୍ତୁ ବୋଲ ଆନନ୍ଦ ଏକବାର ହରି ଦିନର ଅଭିନୟ ଆଉ କିଏ ଥବ ଡାକି ଦିଅ ପୃଥିବୀ ରଙ୍ଗମଞ୍ଚର ପ୍ରଚ୍ଛଦ ପଟରୁ ସରିଗଲା ଏବେ ପଲ୍ଲୀ କବି ପଲ୍ଲୀ ସାହିତ୍ୟ ନନ୍ଦ କିଶୋର ବଳ ମାହାଙ୍ଗା କୁସୁପୁର ଗାଁ କହିଲେ ଡାହାଣିଆ ଖରା ପଡ଼ିଲା ବେଳ ଯାଉଛି ଅସ୍ତାଚଳ ଶିକ୍ଷେତ ଯାଉଥିଲେ ଅସ୍ତାଚଳ ଶିଖରକୁ ସୂର୍ଯ୍ୟ ଦେବତା ବାହୁଡି ଗଲେ ପୁଅ ବେଶ୍ୟା ମାନେ ବାହାରିଲେ କହିଲେ ଆଶ୍ରମକୁ ଆମର ପଳେଇବା ଡଙ୍ଗାକୁ ପଳେଇବା ଚାଲ ରାତି ହେଇଗଲା ଅନୁନୟ କଲେ ଋଷ୍ୟଶୃଙ୍ଗ ହେ ବାବା ତମେ ରହିଯା ନା ନାଇଁ ଆମେ ଯାଉଛୁ କାଲି ଆସିବୁ ପଳେଇଲେ ରାତି ଘନେଇ ଆସିଲା ଇଏ ଆଉ ଶୋଇ ପାରୁନାହାନ୍ତି ଦୌଡୁଛନ୍ତି ଡଙ୍ଗା ଘାଟକୁ କହିଲେ ବାହ ପ୍ରାୟ ଗତି କରି ପୁଣି हिले ଦୌଡ଼ିଲା ବେଳେ ତା ବାହ କହିଲେ ଘୋଡା ଭଳିଆ ଦୌଡୁ ଆଇଲା ବେଳକୁ ଆଉ ମନ ଖରାପ ମନ ଦୁଃଖ କୋଉ ଭଳିଆ ଆଇଲେ ବଳିବଦ୍ଧ ଜେନେ ବଳିବଦ୍ଧ ବଳଦ ଋତୁମତୀ ଧେନୁ ପଛରେ ପଇଲେ ତା ଅବସ୍ଥା ଯାହା ସେଇଭଳିଆ ପଛେଇ ଆଉ ବୁଢା କି କଷ୍ଟ ପାଉଛି ଅସୁବିଧା ଭାରି କଷ୍ଟ ପାଉଛି ବୁଢା ରାତି କ୍ରମଶଃ ପାହିଗଲା ଭାବିଲେ ଆସିବେ
ଜରତା ମନା କଲା କହିଲା ସକାଳୁ ସକାଳୁ ଯା ନା କେତେ ବେଳା ବେଳେ ଯା ଯେତେ ଡେରି ହବ ସେତେ ବୁଢାର ଉଷୁମ ଧରିବ ଆଜ୍ଞା ଓ ସେଇଆ ହେଲା ହଁ ଇଏ ହେ ଡେରିରେ ଆସିବେ ହଁ ସାଥୀ ଭାଇ ମାନେ ଆସିଲେଣି ସମୟ ହେଇଗଲାଣି ଦ୍ୱିତୀୟ ପାଳିର ପୁଅ ଇଏ ଆସିଲେ ବେଶିଆ ଗଣ ସମୟ ଅତିବାହିତ ପରେ ଆସିଲେ ହଁ ହଁ ଆସିନାହିଁ ଏ ମୁଖ୍ୟ ସର୍ଦ୍ଦାର ଯିଏ ସିଏ ଅଛି ସେ ଡଙ୍ଗା ଘରେ ହଁ 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 ପଠେଇ ଦେଇଛି ପଞ୍ଝାଟିକି ଆଉ ପଞ୍ଝା ଟିକେ ଆଗ ଆଇଲେ ଭାରି କହିଲା ଆଗରେ ଯା ହଁ। ବେଶିଆ ସର୍ଦ୍ଦାର ଯିଏ ମାଲିକ ପଛରେ ଆସ ଆଉ ହେ ସଜନ ହଁ ଇଏ ଆଇଲେ ପୂର୍ବ ଦିନ ଭଳିଆ ବେଶ ଋଷି କହିଲେ କାହିଁ ଡେରି ହେଲା କି ଅୟ ଏତେ ଡେରି କଣ ହେଲା ତମର ନା, ଆମେ କଣ ମନକୁ ଆସିବୁ ଆଉ ଆମ ଗୁରୁ ଯିଏ ସର୍ଦ୍ଦାର ଅଛନ୍ତି ସେ ପଠେଇଲେ ଆସିବୁ ନା ଓହୋ ତାହେଲେ ତମ ଗୁରୁ କିରେ ଅଛନ୍ତି ସିଏ ହଁ ନ କହିବା ଯାଏ ହଁ ଆମେ କଣ ଆସିବୁ ନା ହବ କଣ ତମେ କନା ଖାଇ ଦାନା ପିନ୍ଧୁଛ କହିଲା ତମ ଗୁରୁ ଅଛନ୍ତି ଆଶ୍ରମରେ ନା ହଁ ତମ ଗୁରୁ ନା ସିଏ କେମିତିଆ ହଁ ନା କେମିତିଆ କଣ ତମେ ତ ଦେଖିବା କେମିତି କହିଲା ତମ ଗୁରୁଙ୍କ ପାଖକୁ ମତେ ନିଅନ୍ତ ନେଇ ବେଶିଆ କହୁଥିଲେ ଚାଲୁନା ଦେଖିବ ବାହ ସେ ଆମ ଆଶ୍ରମ ଘରେ ଅଛନ୍ତି ହଁ ଚାଲ ଚାଲ ଇଏ ନେଇଗଲେ ହେ ପହଞ୍ଚେଇ ଦେଲେ ବେଶ ଜରତା ପାଖରେ ଜରତା ବସେଇଲା ଘରେ ହଁ କାମ ଉଦ୍ଦୀପକ ଖାଦ୍ୟ ଦେଲା ହେଲା। ସୁବାସିତ ତୈଳ ଧରି ହେ ଋଷିଙ୍କ ପାଖରେ ବସିଲା ବିଜ୍ଞା ସେ ପ୍ରଥମ ରସେ ଚନ୍ଦ୍ର ଚାରି ଦେ ଚନ୍ଦ୍ର ଚାରି ଦେ ଏ ପ୍ରଥମ ଚନ୍ଦ୍ର ଚାରି ଦେ ଚନ୍ଦ୍ର ଚାରି ଦେ ବିଜ୍ଞାନେ ଋଷି କୁମାର ବିଜ୍ଞାନେ ଋଷି ଋଷି କୁମାର କୁମାର ତାନେ वो ରହ विज्ञा से प्रवीणा सी इज एक्सपीरियंस होल्डर प्रथम रस हाँ आदि रस रे बाबा चंद्र चालना कला बोला को बार को तिथि को नक्षत्र रे हाँ पुरुषर चंद्र चंद्र कोठी रहे बेश चंद्र चालनार गोटे विधि अच्छी मंत्रटे अच्छी ता तळगु ओडिया छांद पद अच्छी हाँ हाँ तो भाई मन रखिथा हाँ कहबो गाहण आइले आउ बही कहूची हाँ भंजक प्रणीत पंचसायक रे उत्तर लेखा होईछि पंचसायकर षष्ठ छांदर द्वितीय धारी रे उत्तरटा हार अछि खाली ननद हेले हबनी कहबू कइठु हबो आउ ओ ननद कहला सीए बापा कहनी ता कथा ता पई संसार अछि जाननो से कहा ताकरी ननद तमर कोन हबो नै मोर से मुख्य मुख्य ननद हाँ वो पाटी करना रहा पड़ेगा कहला चुप भंजक प्रणीत ओ पंचसायक षष्ठ छंदरे हाँ हाँ यार उत्तर अछि अच्छी आपण भाबुचंदी नृसिंहता कहबेनी आउ से आपण कोन ताकू सेवा कहउथले 25 वर्ष हलानी आपण देखुचंदी मते आपण अंचल रे हाँ हाँ आइला हाँ सत्य युग बळी बोली बळी राजा थेला हाँ ताकू किए खाइला कहिलु खाइला किए शुक्र शुक्रा खाइला अक्षरटा तार सरे सॉरी आइला रावण हाँ खाइला ताकू सुक सारण हाँ स अक्षर हाँ आइला आइला दुर्योधन हाँ खाइला ताकू शकुनी हाँ सौ ये जो रुह हाँ ये जो प्रतिभा ओडिसार हाँ हाँ आकु तीनटा स खाइले तीनटा सौ से के निजे कहउनांती हाँ सन्ना शिशिर आउ सची स तीनिटा खाइले हो से खाइले आज्ञा ओडिसार एक दुष्प्राप्य प्रतिभा ताकू पंगु करी दे धीर स्थिरे पंडित मंडली धीर स्थिरे पाला समस्त आज्ञा दया करी प्रभु सत्य नारायण नारायण
ভাবিবেনি হব বাপা সিনা। নিশ্চয় হব গোটাଏ চন্দ্রচারণা বিধি ହଁ ইয়ে ঋষ্যশৃঙ্গ ହେଇ চন্দ্রচারণা হব বেশিয়া চন্দ্রচারণা করি এই କିଛି ପାଇଲାନି ହଁ। ଓଲଟା ରତି କରିବ ଏ ଋଷ୍ୟଶୃଙ୍ଗ ରହିବେ ତଳେ ବେଶ୍ୟା ରହିବ ଉପରେ ଓଲଟା ରତି ହବ ବିଧୁନନ ଆରମ୍ଭିଲେ ପୁରୁଷାଇତରେ ସେ ଧାଡି ଭଲ ଜଣା ତାକୁ ହଁ ଖାଇଲେ ଭଲ ରତି କାମ କରିବ ଆହୁ। କହିଲା ବିଧୁନନ ଆରମ୍ଭିଲେ ପୁରୁଷାଇତରେ ମନପତି ଉପରେ ହରେ ବୋଲ ଯଦି ବିହୁଳା ମାରୁଛି କହିଲା ବିଧୁନନ ଆରମ୍ଭିଲେ ପୁରୁଷାଇତ ସାଇତରେ ପୁରୁଷାଇତ ରତି ହବ ହଁ କିଛି ଲାଭ ପାଇବନି ନା ଋଷ୍ୟଶୃଙ୍ଗ ପହଞ୍ଚିବେ ବେଶ କୋଉଠି ହଁ ଚମ୍ପାବତୀରେ ମତିରେ ଖୋଲିଦବ ଡଙ୍ଗା ଗଙ୍ଗା ଋଷ୍ୟଶୃଙ୍ଗ ଉଚ୍ଚକୁ ଅନେଇଲେ ନେବେ ପ୍ରବଳ ଜଳାଅ ଆସିବ ହଁ ତୃଷାରେ କାତର ସେଇ ଋଷ୍ୟଶୃଙ୍ଗ ଶୂନ୍ୟ ମାର୍ଗକୁ ଚାହିଁବେ ବର ପାଇଥିଲେ ଯେତେବେଳେ ଶୋଷ ତୃଷା ହବ ଉପରକୁ ଚାହିଁଲେ ବର୍ଷା ହବ 12 ବର୍ଷ ହେଲାଣି ବର୍ଷା ହଉନଥିଲା ବର୍ଷା ହେଲା ଚମ୍ପାବତୀର ରାଜା ହଁ ତାଙ୍କ ପାଳିତା କନ୍ୟା କନ୍ୟା ଶାନ୍ତାକୁ ହଁ ଋଷ୍ୟଶୃଙ୍ଗ ସାଙ୍ଗେ ବାହାଘର କରିଦେବେ ବାସ୍ ଦଶରଥ ଓ ଆସିବେ ହଁ ତାଙ୍କ ମନ କଥା କହିବେ ଋଷ୍ୟଶୃଙ୍ଗଙ୍କୁ ଲୋମପାଦ ତାଙ୍କ ମୈତ୍ର ମୈତ୍ର କହିଲେ ମୈତ୍ରେ ଇଏ ବା ଜ୍ୱାଇଁ ଜ୍ୱାଇଁ ମୈତ୍ରଙ୍କର ଜ୍ୱାଇଁ ତ ସୋମଟ ଜ୍ୱାଇଁ ହଁ ହଁ ଲୋମପାଦ କହିବେ ନା ଏଇ ଇଏ ତମ ନିଜ ଜ୍ୱାଇଁ କିରେ କେମିତି ଦଶରଥଙ୍କର 750 ରାଣୀରୁ କେତେ 72 ନମ୍ବର ରାଣୀଙ୍କର ଝିଅ ହଉଛି ଶାନ୍ତା ବାପା ମହା ବିରାଟ ଚାଷୀରେ ବାରିଆକୁ ଦେଇଥିଲେ ଲୋମପାଦକୁ ହଁ ପୁଅ ଓ ଲୋମପାଦକୁ ଦେଲା ବେଳେ ହଁ ହଁ ଇଏ ଲୋମପାଦ ରଖିଥିଲେ ହଁ କହିଲେ ଇଏ ବା ତମ ନିଜ ଜ୍ୱାଇଁ ନାଇଁ ନିଜ ଜ୍ୱାଇଁ ଋଷ୍ୟଶୃଙ୍ଗଙ୍କୁ ଯାଇ ଦଶରଥ ତାଙ୍କ ମନ କଥା କହିଲେ କହିବେ ମୋ ଉପରେ ଆଉ ସୂର୍ଯ୍ୟବଂଶ ରହିବନି ବୁଡ଼ିଯିବ ମୋର ଆଉ ପିଲାପିଲି ହବାର ନାହିଁ ମୁଁ ଯାହା କଥା ଦେଇଛି ଋଷ୍ୟଶୃଙ୍ଗ ଜାଣିଲେ ଶ୍ୱଶୁରଙ୍କ ମନ କଥା ଗଲେ ଅଯୋଧ୍ୟା ବିଭାନ କତନୟ ଯେ ମୁନି ଋଷ୍ୟଶୃଙ୍ଗ ମନେ ରୋଷା ବିଶେଷୀ ଆରମ୍ଭ କଲେ ସେ ପୁତ୍ରେଷ୍ଟି ଯଜ୍ଞ କଲେ ଅଯୋଧ୍ୟାରେ ଯଜ୍ଞର ଯଜ୍ଞ ଚରୁ ଉତ୍ପନ୍ନ ହେଲା ଯଜ୍ଞ ଚରୁ ଦଶରଥଙ୍କୁ ଦେଲେ ଦଶରଥ 3 ରାଣୀକି ଦେଲେ ଦଶରଥ ଶ୍ୱଶୁର ଋଷ୍ୟଶୃଙ୍ଗ ଜ୍ୱାଇଁ କୌଶଲ୍ୟା କକେଇ 3ଟା ଯାକ ଶାଶୁ ଋଷ୍ୟଶୃଙ୍ଗ ଗଲେ ଜ୍ୱାଇଁ ଯଜ୍ଞ କଲେ ଯଜ୍ଞ ଚରୁ ଦେଲେ 3ଟା ଶାଶୁ ଖାଇଲେ ଶାଶୁଙ୍କର ପିଲା ନଥିଲା ଜ୍ୱାଇଁ ଆସିଲା 4ଟା ପିଲା ହେଲା ହଉ ପଣ୍ଡିତ ମଣ୍ଡଳୀ ଧୀର ସ୍ଥିର ହେବେ ଧୀରେ ଡେରିଲେ ଶ୍ରାବଣ ପୁଷ୍ଟ୍ରେଷ୍ଠୀ ଯଜ୍ଞରୁ 4 ପିଲା ଜନ୍ମ ଏହି ଆମ ରାମାୟଣ ଦୋଷ ଥିଲେ କ୍ଷମା ଦେବ ମୋର ବିବୁଧ ପଣ୍ଡିତ ଗଣ ଗାଳି ନ ଦେଇ ନ କ୍ଷମା ଗୁଣେ ତାହା କରିବ ମୋର ମାଧ୍ୟ ସରକାରୀ ଓକିଲ ଓକିଲାତି ପେଶା କୋର୍ଟରେ ଦିନ ଗଲା ଅକସ୍ମାତ ଆଜ୍ଞା ଗୁରୁଦେବଙ୍କର ଦୟା ମୋ ଉପରେ ନା ସତ୍ୟନାରାୟଣ ମୋ ଇଷ୍ଟ ଦେବତା ତାଙ୍କ ଦୟାରୁ ଚାମ ହରି ହରି ଗୁଣ କୀର୍ତ୍ତି କଥା ଆଜ୍ଞା କରୁଛି ମୁହିଁ ପ୍ରଚାର ପଣ୍ଡିତ ମଣ୍ଡଳୀ ପାଲାକାରେ ପରା ନୁହଁ ମୁହିଁ ଅଗାଧ ସମୁଦ୍ର ଏ ପାଲା ସାହିତ୍ୟ କିଏ କରିଛି କହିଲେ ଗାଇଲେ ପଣ୍ଡିତ ମଣ୍ଡଳୀ ନିଶ୍ଚୟ ଭୁଲ ହୋଇଥିବ ନିଜ ପୁର ପ୍ରାୟ ମନରେ ଭାବିଣ କଲ୍ୟାଣ ଟିକେ କରିବା ସମସ୍ତଙ୍କୁ ଆଜ୍ଞା ଦୟା କରିଥାନ୍ତୁ ପ୍ରଭୁ ସତ୍ୟନାରାୟଣ ଋଷ୍ୟଶୃଙ୍ଗ ପାଦ ନ ଦେଲେ ବର୍ଷା ଜମା ହବନି
12 ବର୍ଷ ହେଲା ବର୍ଷା ହେଇନି। ନାଇଁ ନାଇଁ ନାଇଁ, ଆଚ୍ଛା 12 ବର୍ଷ ହେଲା ବର୍ଷା ହେଇନି, ଲୋକ କେମିତି ବଞ୍ଚିଲେ? ବଞ୍ଚିଲେ କେମିତି? ଠିକ କଥା। 12 ବର୍ଷ କାଳ ବର୍ଷା ହେଇନି, ହଁ, ଲୋକ କେମିତି ବଞ୍ଚିଲେ? ବୋରିଂ ପାଣି ପିଇଥିବେ ଆଉ। ସେତେବେଳେ ବୋରିଙ୍ଗି ପାଣି ବାହାରିଥିଲା, ଆଉ ଲୋକ ବଞ୍ଚିଲେ କେମିତି? କେମିତି ବଞ୍ଚିଲେ? ଗଲା ବଞ୍ଚାଇଲା ତାକୁ ନେଇ ସରଜୁର ଜହଳ। ଗଙ୍ଗା ଶାଖା ଯେ ପ୍ରବଳ, ଲୋକମାନେ ବଞ୍ଚୁଥିଲେ ଗୋଟେ ନଦୀ ଯୋଗୁଁ। ରାମାୟଣରେ 3ଟା ନଦୀ, କୋଉ କୋଉ ନଦୀ ସାରେ? ମହାଭାରତରେ 4ଟା ନଦୀ। ନଦୀ ରାମାୟଣରେ 3ଟା ନଦୀ କିଏ? କିଏ? ନା ଗୋଟେ ସରଜୁ, ଏକ, ଗୋଟେ ହେଲା ଗଙ୍ଗା, ଦୁଇ, ଗୋଟେ ହେଲା ଗୋଦାବରୀ। 3 ହେଇଗଲା ସାରେ। ଗୋଦାବରୀ ନଦୀ କୂଳରେ ଗୋଟେ ନାରୀ ବୁଲି ବୁଲି ରାମକୁ ବାଇଆ କଲା। ମୁଁ କହୁନି, ଲକ୍ଷ୍ମୀଧର ବିଳାସ କଣ କହିଲେ? କଲା ଗୋଦାବରୀ କୂଳେ ସୁନ୍ଦରୀ ଭ୍ରମୀ ଭ୍ରମିଣୀ ସୁରୂପଣଖା। ଗୋଟିଏ ନାରୀ ଗୋଦାବରୀ ନଦୀ କୂଳରେ ଗଲା, ହେଲା ହେଲା କଲା ସରଜୁ ନଦୀ କୂଳେ ଥିଲା ଯେ ସରମଣା ସବରୀ। ବାଛି ବାଛି ଦେଲା ରାମକୁ ସିନା ଜ୍ଞାନ ଭାଇ, 3ଟା ମତେ ମାରି ନାହାନ୍ତି। ଆଉ ମୁଁ ଏ 3ଟା ର ପରିବାରକୁ ଅନ୍ନ ଦେଇଛି। ତମେ ଯୋଉ କହିଲ ସୋନା ଦାସ, ଶିଶିରି ପାଢୀ ଇତ୍ୟାଦି ଯୋଉ 3 ଜଣ, ମୋ ସମୁଦି ସଚି ଦାସ, ମୁଁ ତାଙ୍କୁ ଅନ୍ନ ଦେଇଛି। ଆଜ୍ଞା ଆଜ୍ଞା, ବଞ୍ଚେଇଛି ତାଙ୍କ ପରିବାରକୁ ଶହ ଶହ ରାତି ଲେଖେ ପାଲା ଦେଇକି। ହେଲା ହେଲା ନୃସିଂହ ହୁଦାକୁ ଯଦି ପଚରା ଯିବ ଗାୟକ କିଏ ଆସିବ, ମୁଁ କହିବି ସୋନା ଦାସକୁ ଆଣ। ମୁଁ ତାଙ୍କୁ ବଞ୍ଚେଇଛି। ହଁ ହଁ, ଆଉ ସେମାନଙ୍କର ଯଦି ମୋ ପ୍ରତି କୂଟନୀତି ଥବ, ଆଜ୍ଞା ଆଜ୍ଞା, what shall I do then? ମୁଁ କଣ କରିବି? କିନ୍ତୁ ଏତିକି ମନେ ରଖ ଜ୍ଞାନ ଭାଇ, ମୁଁ ଏ 3 ଜଣଙ୍କୁ ଅନ୍ନ ଦେଇଛି, ଆଉ ଉପର ବାଲାକୁ ହାତ ଟେକିକି ଡାକିଛି, ମୋର କିଛି ହବନି। ମୁଁ ତ ନିୟମ କରିଦେଇ ସାରିଲିଣି, ଏଗୁଡାଙ୍କ ସାଙ୍ଗରେ ଆଉ ମୁଁ ପାଲା ଗାଇବି ନାହିଁ। ଜ୍ଞାନ ଭାଇ ସାଙ୍ଗରେ ଗାଇବା। ପାଲା ଗାଇବିନି ଏଗୁଡାଙ୍କ ସାଙ୍ଗରେ ଆଉ।
ଆଉ ତମେ ଯଦି ଓଡ଼ିଶାରେ ଅଣ୍ଡ୍ରି ପୁଅ ହେଇଥିବ ପାଲାଗା ମୁଁ ଦେଖିବି। ତାହେଲେ ଝରଦା ବେଶ୍ୟା ଋଷ୍ୟ ଶୃଙ୍ଗ ଆଶ୍ରମକୁ ଯାଇଛି। ହେଲା ହେଲା ଲୁମପାଦ ରାଜ୍ୟକୁ ଆସିବ। ଝରଦା ବେଶ୍ୟା ଗଲା କେମିତି? କେମିତି ଗଲା? ରିକ୍ସାରେ ଯାଇଥିବ। ଲୁମପାଦ ରାଜା ପଚାରିଲେ, କହିଲେ କିଏ ଯାଇ ଋଷ୍ୟ ଶୃଙ୍ଗକୁ ଆଣିବ? ହଁ ହଁ ସେଇଠି ଝରଦା ବେଶ୍ୟା କହିଲା, କଣ କହିଲା? କହିଲା ମୋତେ ସୁବର୍ଣ୍ଣ ଥାଳିରେ ଦିଅ, ମୋତେ ସୁବର୍ଣ୍ଣ ଥାଳିରେ ଦିଅ। ଲୋମ ଭରି ମୋତେ ସୁବର୍ଣ୍ଣ ଥାଳିରେ ଦିଅ, ମୁଦ ଭରି ମୋତେ ସୁବର୍ଣ୍ଣ ଥାଳିରେ ଦିଅ, ମୁଦ ଭରି ମୋତେ ସୁବର୍ଣ୍ଣ ଥାଳିରେ ଦିଅ। ବିଭାଣ୍ଡଙ୍କ ଅରଣ୍ୟକୁ, ବିଭାଣ୍ଡଙ୍କ ଅରଣ୍ୟକୁ, ବିଭାଣ୍ଡଙ୍କ ଅରଣ୍ୟକୁ ଯିବୁ ଆମେ 12 ନାରୀ, ମୋତେ ସୁବର୍ଣ୍ଣ ଥାଳିରେ ଦିଅ, ମୁଦ ଭରି ମୋତେ ସୁବର୍ଣ୍ଣ ଥାଳିରେ ଦିଅ, ମୁଦ ଭରି ମୋତେ ସୁବର୍ଣ୍ଣ ଥାଳିରେ ଦିଅ। ସେ ବା ହାଡ଼ ଦି ଖଣ୍ଡ କଥା କହିବ ଦେଖୁନୁ। ହାଡ଼ କଉଡ଼ି? ଆରେ ହାଡ଼ ହାଡ଼ କଣ କହୁଛୁ? ଆମ ବୁଢ଼ା ହଲିଗଲେ ପଇସା ଆଉ। ଖଟିବା କମ ଅଛି, ଏଇ ହାଡ଼ ଦି ଖଣ୍ଡ ଥାଉ। ମତେ ନାରାୟଣ ବଞ୍ଚେଇଲା। ଗାଡି ଆକ୍ସିଡେଣ୍ଟ ହେଲା, ଗୋଟେ ପାଳିଆ ମଲା। ମୁଁ ଆଗରେ ବଇଛି, ଗଛରେ ମାଡ଼ ହେଲା ଗାଡି, ମୋର କିଛି ହେଲାନି। କେନ୍ଦୁଝର ଅଁରାରେ ବାଦପାଲା ଗାଇକି ଶୋଇଛି, ରାତି 3:30ରେ ସାପ ମାଇଲା ମୋ ଗୋଡକୁ ଚୋଟ। ଆଜ୍ଞା ଆଜ୍ଞା ରାତିରେ ଶୋଇଲା ଅବସ୍ଥାରେ ସାପ ମାଇଲେ ମଣିଷ ବଞ୍ଚିବ? ନାଇଁ 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 ମତେ ସେ ବିଭୁ କୃପା ବଞ୍ଚେଇଛି। ଆଜ୍ଞା ଆଜ୍ଞା ସାରଙ୍କର ଶନି ଦଶା ପଡ଼ିଛି କି ରେ 7.5। ହଁ, ଶନି ସପ୍ତାହ ଚାଲିଛି, ବୃଷ ରାଶି। ସରିଆଇଲାଣି ଆଉ। ନା, ଆଉ ଆହୁରି 2 ବର୍ଷ ଅଛି। ଏ ଭଗବାନ, ଶନି ସପ୍ତାହ ଚାଲିଛି ମାନେ ଆଜ୍ଞା ଆଜ୍ଞା ମଣିଷ ମରିବା ନିଶ୍ଚିତ। କିନ୍ତୁ ମୁଁ ମରିବିନି। କାହିଁକି? କାହିଁକି? ମୁଁ ଜଣେ ବ୍ରାହ୍ମଣ। ଆଉ କପିଳେଶ୍ୱରଙ୍କ ପୁଅ ବୋଲି କହିନ ତ କାହିଁ? ଶନି ଦଶା ପଡିବ। ହଁ ହଁ ଅର୍ଣ୍ଣଦା ଭାଇ ଦଣ୍ଡ ଭୋଗିବ, କିଛି ନା କିଛି ପୀଡା ପାଇବ। ପାଇବ। ଜୀବନରୁ ମାରିବନି। କାରଣ ସେ ନିଜ ଗୁରୁ ବୃହସ୍ପତି କି ଛାଡ଼ିନି। ବୃହସ୍ପତି ଥାଳିରେ କଟା ମୁଣ୍ଡ ପକେଇଦେଲା। ଆଜ୍ଞା ଆଜ୍ଞା ଏଟେ ଦୁଷ୍ଟ ଲୋକ ଇଏ। ତେଣୁ ଶନି କାହାକୁ ଛାଡ଼ିବନି। ଯେହେତୁ ମୁଁ ବ୍ରାହ୍ମଣ, ହଁ ହଁ ମତେ ପୀଡା ଯନ୍ତ୍ରଣା ଦବ। ଆଜ୍ଞା ଆଜ୍ଞା ଝରଦା ବେଶ୍ୟା ପାଖକୁ ଋଷ୍ୟଶୃଙ୍ଗ ଯାଇଛନ୍ତି, ହଁ ହଁ ବା ଋଷ୍ୟଶୃଙ୍ଗ ପାଖକୁ ଝରଦା ବେଶ୍ୟା ଆସିଛି। ଆସିଛି। ତାକୁ ନେଇକି ଯାଇଛି କିଏ? କିଏ କିଏ? ନା ବିପ୍ରଲବ୍ଧା ଝରଦା। ଆଜ୍ଞା ଆଜ୍ଞା 12 ନାରୀ ସାଙ୍ଗରେ ହେଲା 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 ନଦୀ ଉପରେ ଭେଳା ହେଇଛି। ଏଇ ଭେଳା ଭିତରେ ଯାଇଛି। ହଁ ହଁ
ବାବାଜୀ ଜମା ଜାଣିନି ଝିଅ ପିଲା କଣ ପୁଅ ପିଲା କଣ। ବାବାଜୀ ସଦାବେଳେ ଶିବକୁ ଭଜନ କରନ୍ତି। ଜରଦା ଯାଇ ପହଞ୍ଚିଛି, କହିଲା ତମେ କିଏ? କିଏ ତମେ? ନା ମୁଁ ଶିବଲିଙ୍ଗ ନେଇକି ଆଇଛି। କହିଲା କଣ କହୁଛୁ ମ? ତୁ ଶିବଲିଙ୍ଗ ନେଇକି ଆଇଛୁ? ହଁ ବାବାଜୀ, ଆପଣଙ୍କର ବିଶ୍ୱାସ ହଉନି? ନା ଟିକେ ଦେଖେଇଲୁ ଶିବଲିଙ୍ଗ, ମୁଁ ଟିକେ ଦେଖେ। ଦେଖେ। ନା ବସନ୍ତି ଶମ୍ଭୁ ଦେବତା ଆମ୍ଭ ହୃଦସ୍ଥଳ। କଲା ମୋ ଛାତିରେ ଶିବ ଅଛନ୍ତି। ଶିବଲିଙ୍ଗ ଦିଟା ଧରିକି ଆମେ ବହୁଛୁ। ହେଲା ନା ଦେଖା ନିଜର ସ୍ତନ ମଣ୍ଡଳକୁ ଜରଦା ବେଶ୍ୟା ଦେଖେଇ ଦେଲା ଋଷି ଶୃଙ୍ଗକୁ। ଗୋଟେ କଥା କହିବି, ଖରାପ ଭାବିବେନି। ଜୀବନରେ ସବୁ ଥଣ୍ଡା ହେଇପାରେ, କିନ୍ତୁ ନାରୀର କୋଳ ସଦାବେଳେ ଉଷ୍ମତା। ନାରୀର କୋଳ ସଦାବେଳେ ଗରମ। ଋଷ୍ୟ ଶୃଙ୍ଗ ଧରି ପକେଇଛନ୍ତି ଜରଦାକୁ। ଜରଦା କହିଲା ନାଇଁ, କାଲି ଆସିବି। ଏ ପୁରୁଣା କଥାକୁ ଲେଉଟେଇକି ଆଉ କିଛି ଲାଭ ନାହିଁ। ନା ନେଇଯାଇଛି ଋଷ୍ୟ ଶୃଙ୍ଗକୁ ଲୋମପାଦ ରାଜ୍ୟକୁ। ଲୋମପାଦ ରାଜା ବରଣ କରିକି ବାବାଜୀଙ୍କୁ ନଉଛି। କେମିତି ବରଣ କରିକି ନଉଛି? କେମିତି ସାରେ? କଲା ଓଇଲି ଧୁନି ମନ୍ଦିର, ମୁଁ ଧୁନି ମନ୍ଦିର। ଧୁନି ମନ୍ଦିର, ଧୁନି ମନ୍ଦିର। অন্তর্যামিনাথ এটি বিজয় বলি। বহুদূর বসে উঠি শূন্যে জলুচি মতি বানা উড়ুছি। শূন্যে জলুচি মতি লাগি নেবি বড় ভাগিয়ে যাওছি মোরা। ধুনি মন্দির, ধুনি মন্দির। ଯେମିତି ବାବାଜୀ ଯାଇଛି ଋଷ୍ୟ ଶୃଙ୍ଗ,
ଲୋମବାଦ ରାଜ୍ୟ ଚମ୍ପାବତୀପୁରରେ ବର୍ଷା ହେଲା। ଆଚ୍ଛା, ଇଏ କଣ ଗୋଟେ ବର୍ଷାର ଡାଇରେକ୍ଟର? ନାଇଁ ତ। ଇଏ ଗଲେ ବର୍ଷା ହବ? ହଁ। ମୋହନ ମାଝି ଲାଗି ଆସିବ, ବାଟରେ ଯେତେ ହମ୍ପ ଥବ ସବୁ କଟା ହବ। ଆଜ୍ଞା ଆଜ୍ଞା। ମନ୍ତ୍ରୀ ଗାଡି ଆସିବ, ହେଲା ହେଲା। ହମ୍ପ କଟା ହବ। ଏ ଋଷିୟ ଶୃଙ୍ଗ ଆସିଲେ ହେଲା ହେଲା। ସେ ଉପରକୁ ଚାହିଁ ଦେଇକି ଆଁ କରିଦେଲେ ବର୍ଷା ହବ। ତାର କାରଣ କଣ? କଣ କାରଣ ସାରେ? ନା ଋଷିୟ ଶୃଙ୍ଗର ବାପା ବିଭାଣ୍ଡକ, ହଁ ହଁ। ସୂର୍ଯ୍ୟଙ୍କର ସ୍ତ୍ରୀ ଛାୟା, ଆଜ୍ଞା ଆଜ୍ଞା। ସୂର୍ଯ୍ୟଙ୍କର ତେଜକୁ ସହି ନ ପାରି ହଁ ହଁ। ଗୋଟେ ହରିଣୀ ହେଇକି ଯାଉଛି। ବିଭାଣ୍ଡକ ବାବାଜୀକୁ ଇନ୍ଦ୍ର ମାରି ଦେଇଛି ବଜ୍ର। କାହିଁକି ମାଇଲା? କାହିଁ ମାଇଲା? ନା ବାବାଜୀ ହଁ। ସ୍ୱଦେହରେ ସବୁଦିନ ସ୍ୱର୍ଗପୁରକୁ ଯାଏ। ଆଜ୍ଞା ଆଜ୍ଞା। ଇନ୍ଦ୍ର କହିଲା ଏଇଟା ଅବିବାହୀ ବାବାଜୀଟା, ଅବିବାହୀ ଲୋକଟା ହେଇକି ଏ ସ୍ୱର୍ଗପୁର ସବୁଦିନ ଆସିବ? ଆସିବ। ମାଇଲା ବଜ୍ର ବାଜିଲା ବାବାଜୀ ଜଙ୍ଘେରେ, ଗଳି ପଡିଲା ବାବାଜୀ ତଳକୁ। ବୁଲି ବୁଲି ଗୋଟେ ଶୂନ ବୋଲେ ଗୋଲଟେ ବୁଲେଇଲା। କହିଲା ନିୟମ କରୁଛି, ଏଇ ଶୂନ ଭିତରକୁ ଯୋଉ ନାରୀ ଆସିବ ହେଲା ହେଲା ହେଲା, ତାକୁ ମୁଁ ହରଣ କରିବି। କ୍ଷମା ନାହିଁ। ମୂର୍ଖ ଇନ୍ଦ୍ର ମତେ କହିବାକୁ କେତେ। ହଁ ହଁ। ଶୂନ ବୁଲେଇକି ବାବାଜୀ ଜଙ୍ଘ ଭାଙ୍ଗି ଯାଇଛି, ପଡୁଛି ଆଉ। ପଡିଯାଉ। ତା ବାଉଣ୍ଡରୀ ଭିତରେ କିଏ ପଶିବ ଦେଖିବା। ସୂର୍ଯ୍ୟଙ୍କ ସ୍ତ୍ରୀ ଛାୟା, ହଁ। ସୂର୍ଯ୍ୟ ତେଜ ସହି ନ ପାରି ହେଲା ହେଲା ହେଲା। ଗୋଟେ ହରିଣୀ ରୂପ ଧରି ହେଲା। ପଶି ଯାଇଛି ସେଇ ମୁଣ୍ଡଳି ଭିତରେ। ତା ଭାଗ୍ୟ ଖରାପ ପଇଲା ଆଉ। ବାବାଜୀ ଅନେଇ ଦେଲା, ହଁ। କଲା ଜବା ଧରି ହରିଣୀ ନୟନା, ମତେ ନୟନ ବାଣରେ ହାଣି ଦେଲା ରେ। କଲା ପଞ୍ଚଶରେ ବାନ୍ଧି ଟାଣି ନେଲା ରେ। ଏମିତି ହଉଛି କି ରେ? ଭଲ। କଲା ମନେ ଭାବି ବିଚାର କର, କାହାର ଏ ଲଳନା ବର, କାହାର ଏ ଲଳନା ବର, କାହାର ଏ ଲଳନା ବର। ମନେ ଭାବି ବିଚାର କର, କାହାର ଏ ଲଳନା ବର, କାହାର ଏ ଲଳନା ବର, କାହାର ଏ ଲଳନା ବର।
কলা হেব যেবে সতী অমর নায়িকা 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 অশ্রাঘ্য প্রাণ ধন্য হেলা রে জগদরি হরি নয় নয়ন বাড়রে হারি দেলা রে হব এমতে ନାଇଁ ହେଲାଣି ଟିକେ ଟିକେ ହେଲାଣି ମୁଁ ଆଜି ଦେଖିଛି ଆଜି ମୋ ପେଟ ପୁରି ଯାଇଛି ନାଇଁ ନାଇଁ ଅନ୍ୟ ଜାଗାରେ ତମ ଆକ୍ସନ ଭଲ ହଉଛି ମୁଁ ଦେଖିଛି ନାଇଁ ଆଜି ପାଲାଟା 100ରେ 100 ହେଇଛି ମୋ ମନକୁ ମାନିଛି ତାଙ୍କର ସାଙ୍ଗରେ ଗାଈ ମାରିକି ଆଉ ନୃସିଂହ ହୋତା କାହାକୁ କେବେ ଟେକିକି କହେନି ମୁଁ ତ ଡରେନି କହିବି କାହିଁକି ଟେକିକି ମୁଁ କିନ୍ତୁ ମୋ ହୃଦୟ କହୁଛି ମୁଁ ଶୋଇଛି ଦେହ ଯେତେ ଅସୁସ୍ଥ ହଉ ଆନଟା ଥିବ ଏଠି ଆଉ ଆଜି ପ୍ରଥମରୁ ଶେଷ ଯାକେ ପାଲା ଶୁଣିଛି ଆଜ୍ଞା ଆଜ୍ଞା ଯେତିକି ଛନ୍ଦ ସାହିତ୍ୟ ଭଞ୍ଜ ସାହିତ୍ୟ ଆଜି ଯେତିକି ଆଲୋଚନା ହେଲା ଆଜ୍ଞା ଆଜ୍ଞା ମୁଁ ଜଗନ୍ନାଥକୁ ମୁଣ୍ଡିଆ ମାରୁଛି ତମ ଚଲାପଥ କୁସୁମିତ ହଉ ମୋର ତ ବିଳ ଗଲାଣି 30 ବର୍ଷ ପାଲା ଗାଇ ସାରିଲିଣି ଆଜ୍ଞା 17 ବର୍ଷ ବୟସରୁ ଚାମର ଧରିଲି ତେଣୁ ମୁଁ ଏବେ ପାଲା ବନ୍ଦ କରିବାକୁ ଚାହିଁଲିଣି ଆଜ୍ଞା ଆଜ୍ଞା ଆଉ ପାଲା ଗାଇବିନି ଆଉ 20 ବର୍ଷ ଘାଣ୍ଟି ଦେବା ଆଉ 20 ବର୍ଷ ନାରାୟଣ ରଖିଛନ୍ତି ମୁଁ ଠିକ ଅଛି ଏ ସହି ସହି